ଅତ୍ୟନ୍ତ ବିକାଶ ହେଇଛି। ଲୋକଙ୍କୁ ହାଜତ ଭିତରେ ମାରୁଛି। ହାଜତ ଭିତରେ ଯେଉଁମାନେ ମରୁଛନ୍ତି ଆଡଭୋକେଟ୍ ଜେନେରାଲକୁ ପଚାରନ୍ତୁ ଯାଇକିରି। ଆଜିକାର ମୁଖ୍ୟମନ୍ତ୍ରୀ, ଆଜିକାର ଲ ମିନିଷ୍ଟର ହେଇଥିଲା ବୋଲିକି ସାରା ବିଧାନସଭା ନାଚିଲା। ଆଜି ପ୍ରତିଦିନ ଘଟୁଛି ହାବିଚୁଆଲ ମର୍ଡର, ହତ୍ୟାକାରୀ। ଅତ୍ୟନ୍ତ ବିକାଶ ହେଇଛି। ସାଧାରଣ ଭାବରେ ଓଡ଼ିଶାରେ ଲୋକ ସରକାର ସ୍ଥାପିତ ହେଇଛି। ସେଇ ଲୋକ ସରକାର ଲୋକଙ୍କୁ ସୁରକ୍ଷା ଦେଇପାରୁନାହିଁ, ଲୋକଙ୍କୁ ହାଜତ ଭିତରେ ମାରୁଛି। ସେଇ ସରକାର ଲୋକଙ୍କୁ ପୋଲିସ ହାଜତରେ ପିଟିକିରି ମାରୁଛି, ଜେଲ ଭିତରେ ମଧ୍ୟ ପିଟା ଖାଇକିରି ନିର୍ଯାତନା ପାଇକିରି ସେଠି ମଧ୍ୟ ମରୁଛନ୍ତି। ଏବଂ କେତେକ ଜାଗାରେ ବାଡ଼େଇକିରି ତାଙ୍କୁ ଛାଡ଼ି ଦେଉଛନ୍ତି, ଯେଉଁମାନେ ବାଟରେ ମରୁଛନ୍ତି। ଆମେ ସେମାନଙ୍କ କଥା କହୁନୁ, ହାଜତ ଭିତରେ ଯେଉଁମାନେ ମରୁଛନ୍ତି ତାଙ୍କରି ସଂଖ୍ୟା 24 ମାସରେ 24। ଆଡଭୋକେଟ୍ ଜେନେରାଲକୁ ପଚାରନ୍ତୁ ଯାଇକିରି, ତାଙ୍କ ଲ ମିନିଷ୍ଟରକୁ ଯାଇ ପଚାରନ୍ତୁ। ଯଦି ଏହିପରି ହତ୍ୟାକାଣ୍ଡ ଜଣେ ସାଧାରଣ ଲୋକଙ୍କ ଘରେ ହେଉଥାନ୍ତା, ତା ହେପାଜତରେ ଥିବା ଲୋକଙ୍କ ଉପରେ ହେଉଥାନ୍ତା, ତାହେଲେ ସେ କେଉଁ ଆଇନ ବଳରେ ସେ ଲୋକକୁ ଗିରଫ କରାଯାଇଥାନ୍ତା? ସେଇ ଯେଉଁ ଆଇନ ବଳରେ ସେ ଲୋକଙ୍କୁ ଗିରଫ କରାଯାଇଥାନ୍ତା, ସେଇ ଆଇନ ବଳରେ ଆଜିକାର ମୁଖ୍ୟମନ୍ତ୍ରୀ, ଆଜିକାର ଲ ମିନିଷ୍ଟର ଏବଂ ଆଜିକାର ଯେଉଁମାନେ ଅଛନ୍ତି ଦାୟିତ୍ୱରେ ଅଛନ୍ତି, ପୋଲିସ ବିଭାଗର ଦାୟିତ୍ୱରେ ଅଛନ୍ତି, ସେମାନଙ୍କ ସମସ୍ତଙ୍କ ବିରୁଦ୍ଧରେ ମକଦ୍ଦମା ରୁଜୁ ହେବା ଦରକାର, ଚାର୍ଜସିଟ୍ ହେବା ଦରକାର। ଏଇ କଥା କଂଗ୍ରେସ ସର୍ବସାଧାରଣଙ୍କ ଆଗରେ ଉପସ୍ଥାପନ କରୁଛି। ଆଜି ଦିନରେ ଏହି ଇସ୍ୟୁଟିକୁ ନେଇକରି, ହାଜତ ମୃତ୍ୟୁ ଇସ୍ୟୁଟିକୁ ନେଇକରି, ହାଜତ ମୃତ୍ୟୁ ଆଗରୁ ହେଉଥିଲା, ହାଜତ ମୃତ୍ୟୁ ଯେ ନ ହେଉଥିଲା ତା ନୁହେଁ। ମୋର ମନେ ଅଛି ଏକ ସମୟରେ ଗୋଟିଏ ହାଜତ ମୃତ୍ୟୁ ନିମାପଡ଼ାରେ ହେଇଥିଲା ବୋଲିକିରି, କଂଗ୍ରେସ ସମୟରେ ହେଇଥିଲା ବୋଲିକି ସାରା ବିଧାନସଭା ନାଚିଲା, ସାରା ଓଡ଼ିଶାରେ ସେ ବ୍ୟବସ୍ଥା ହେଲା। ଏବଂ ଯେଉଁଥିପାଇଁ କି ସେଠି ଗୋଟିଏ, ପୁରୀ ଘାଟରେ ଗୋଟିଏ ସାଙ୍ଗେ ସାଙ୍ଗେ ଆକ୍ସନ୍ ନିଆଯାଇଥିଲା ଏବଂ ସେମାନଙ୍କୁ ସବୁ ଗିରଫ କରାଯାଇଥିଲା। ଏବଂ ସେଥିରେ ମଧ୍ୟ ଆମେ ଆରୋପ କରିଥିଲୁ ଯେ ସେସବୁ ତତ୍କାଳୀନ ଯିଏ ଲ ମିନିଷ୍ଟର ଥିଲେ ତାଙ୍କ ଉପରେ ମଧ୍ୟ ଆରୋପ କରାଯାଇଥିଲା। ଆଜି ଠିକ୍ ସେମିତି ଭାବରେ ତ ଗୋଟିଏ ଘଟଣା ଘଟୁନାହିଁ, ଆଜି ପ୍ରତିଦିନ ଘଟୁଛି। ଆଜି କେଉଁଠି ପୋଲିସ କଷ୍ଟଡିରେ ଲୋକ ମାଡ଼ ଖାଇ ମରୁଛି, କେଉଁଠି ଜେଲ କଷ୍ଟଡି ଭିତରେ ମାଡ଼ ଖାଇଥିବା ଲୋକରେ ପଡ଼ିକିରି ମରୁଛି। ଏଣୁ ଆଜିକାର ଦିନରେ ଏ ଯେ ହାବିଚୁଆଲ ଅଫେଣ୍ଡର, ବର୍ତ୍ତମାନର ଯେ ସରକାର ଅଛନ୍ତି, ମୁଖ୍ୟମନ୍ତ୍ରୀ ଅଛନ୍ତି ବା ଯେଉଁ ସରକାର ଅଛି, ତାକୁ ଏକ ହାବିଚୁଆଲ ଅଫେଣ୍ଡର, ହାବିଚୁଆଲ ମର୍ଡରର, ହତ୍ୟାକାରୀ ଏବଂ ଏହି ନିରନ୍ତର ହତ୍ୟାକାରୀ ବ୍ୟକ୍ତିମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ। ଏବଂ ସେହି ଅନୁସାରେ ଆମର ଚାର୍ଜସିଟ୍ ମଧ୍ୟ ଆମେ ପ୍ରସ୍ତୁତ କରୁଛୁ। ଧନ୍ୟବାଦ। ଏବଂ ଆମେ ଯଦି ରାସ୍ତାରେ ଯାଉଛେ, ଭରିଗଲାଣି ସବୁଆଡ଼େ ବିଜ୍ଞାପନ, ସବୁଠି ଲେଖାଯାଇଛି ବିକାଶର ଧାରା କୁଆଡ଼େ ବୋହି ଯାଉଛି ଏତେ ଯେ କେତେ ଭାସିଯିବ, ତା ଭିତରେ କିଏ କେତେବେଳେ କୋଉଠି କୁଆଡ଼େ ଭାସିଯିବ ତା ଜାଣି ହେବନି। ବିକାଶର ଧାରା ସାରା ଓଡ଼ିଶାରେ ବହୁଛି, ଏଇ କଥା କୁହାଯାଇଛି। କିନ୍ତୁ ସବୁ ସରକାର, ଲୋକଙ୍କ ସରକାର, ତାର ଦୁଇଟି ଆଭିମୁଖ୍ୟ ଥାଏ। ପ୍ରଥମ ଆଭିମୁଖ୍ୟଟା ହେଉଛି ଲୋକଙ୍କର ବିକାଶ କରିବା ବା ରାଜ୍ୟର ବିକାଶ ଘଟେଇବା, ଇଏ ହେଉଛି ଗୋଟିଏ ଆଭିମୁଖ୍ୟ। ଆଉ ଗୋଟିଏ ହେଉଛି ଲୋକଙ୍କୁ ସୁରକ୍ଷା ଦେବା, ନାଗରିକ ସୁରକ୍ଷା ଦେବା। ଆପଣମାନେ ସମସ୍ତେ ଦେଖୁଛନ୍ତି, ମୁଁ ଅନେକ ସମ୍ବାଦପତ୍ର ଏବଂ ଇଲେକ୍ଟ୍ରୋନିକ୍ସ ମିଡ଼ିଆ ସମସ୍ତ ବନ୍ଧୁମାନଙ୍କୁ ଧନ୍ୟବାଦ ଦେଉଛି ଯେ ପ୍ରତିଦିନ ଗାଁ ଗହଳରେ ହେଉ ବା ସହରରେ ହେଉ, ପ୍ରତ୍ୟେକ ଜାଗାରେ ଘଟୁଥିବା ଏଇ ଯେଉଁ ହତ୍ୟାକାଣ୍ଡ, ସେ ଛୋଟ ଛୁଆକୁ ହେଉ ବା ବଡ଼ ଲୋକଙ୍କୁ ହେଉ, ଯେପରି ଭାବରେ ବିଭତ୍ସ ଭାବରେ ଘଟୁଛି ସେ ସମ୍ପର୍କରେ ପ୍ରକାଶ ପାଉଛି। ଏବଂ କେବଳ ହତ୍ୟାକାଣ୍ଡ ପ୍ରକାଶ ପାଉନାହିଁ, ଆପଣମାନେ ଲକ୍ଷ୍ୟ କରୁଛନ୍ତି, ସବୁଠାରୁ ବଡ଼ କଥା, ହାଜତ ଭିତରେ ଯେଉଁଠି ନାଗରିକର ସୁରକ୍ଷା ବାହାରେ ତ ଦେବା ଦୂରେ ଥାଉ, ଇଏ ଗୋଟେ ଲୋକଙ୍କ ସରକାର, ହାଜତ ଭିତରେ ବା ପୋଲିସ ହାଜତରେ ହେଉ ବା ଜେଲ ଭିତରେ ହେଉ, ଆମେ ଲକ୍ଷ୍ୟ କରୁଛେ ହାଜତ ମୃତ୍ୟୁ ଏ ସରକାର ସମୟରେ ଖୁବ୍ ବଢ଼ିଗଲାଣି। ସେସବୁକୁ ଆପଣମାନେ ସମସ୍ତେ ଲୋକଲୋଚନକୁ ଆଣୁଛନ୍ତି, ଅନେକ ଭାବରେ ଆସୁଛି, କିଛି ଭାବରେ ମଧ୍ୟ ଚପି ଯାଉଛି। ଏଇ ପାଖରେ ବାରଙ୍ଗ ଘଟଣା ଘଟିଲା, ଏ ପାଖରେ ବାଲିଅନ୍ତା ପାଖରେ ଘଟଣା ଘଟିଲା, ଆମେ ଏଇ ଯେଉଁ ହଂସପାଳ ରାସ୍ତାରେ ସେଠି ଘଟିଲା, ଆପଣ ବ୍ରହ୍ମପୁରରେ କବି ସୂର୍ଯ୍ୟନଗରରେ ଘଟିଲା, ଏପରି ଭାବରେ ଘଟିଲା। ଆପଣମାନେ ଶୁଣିଲେ ଆଶ୍ଚର୍ଯ୍ୟ ହେବେ। ମୁଁ ଯେଉଁ ତଥ୍ୟ ଦେଉଛି ସେ ତଥ୍ୟକୁ ମଧ୍ୟ ଆପଣମାନେ ଯାଇକି ସେ ସରକାରଙ୍କୁ ପଚାରିବେ। ମୁଁ କହୁଛି, ପ୍ରଥମ କଥା ହେଲା, ଆଙ୍କର ଏଇ 24 ମାସ 2 ବର୍ଷ ଭିତରେ ଏମାନଙ୍କର 11 ଜଣଙ୍କର ହାଜତ ମୃତ୍ୟୁ ସେ ଜେଲ ହାଜତରେ ବା ପୋଲିସ କଷ୍ଟଡିରେ ହାଜତ ମୃତ୍ୟୁ ଘଟିଛି, ଯାହାକି ରିପୋର୍ଟେଡ୍ ହେଇଛି। ଆଉ 13ଟା କେସ୍ ଅଭିଯୁକ୍ତ ଅଭିଯୋଗ ହେଇଛି, କିନ୍ତୁ ଏପର୍ଯ୍ୟନ୍ତ
ସେଗୁଡ଼ିକ ମଧ୍ୟ ଲୋକଲୋଚନକୁ ଅଣାଯାଉନାହିଁ, ତାର ସିଧା ଇଏ କରାଯାଉନାହିଁ, ଅନୁସନ୍ଧାନ କରାଯାଉନାହିଁ। ସମୁଦାୟ 24 ମାସରେ 24ଟି ହାଜତ ମୃତ୍ୟୁ ଘଟିଛି। ସେ ପୋଲିସ ହାଜତରେ ବାଡ଼େଇକିରି ମାରିଛନ୍ତି କି ଜେଲ ହାଜତରେ ଥିବା ଭିତରେ ସେ ଲୋକ ମୃତ୍ୟୁବରଣ କରିଛି। ଆପଣ ବାରଙ୍ଗରେ ଯେଉଁଠି ହେଲା ତାକୁ ପିଟି ପିଟିକିରି ସେ ମୁର୍ମୂଷ ଅବସ୍ଥାରେ ଅଛି। ଏସବୁ କଥା ଦେଖିଲା ପରେ ଆପଣ ଜାଣନ୍ତୁ କଂଗ୍ରେସ ପାର୍ଟି ତରଫରୁ ବଡ଼ ଭାବରେ ଏ ଗୋଟେ ଶିବର ଚିନ୍ତା ପ୍ରକଟ କରିଛୁ। ସାରା ରାଜ୍ୟରେ ଏଇ ଯେଉଁ ଅବସ୍ଥା ଉପୁଜିଛି ଏଥିପାଇଁ କିଏ ଦାୟୀ ରହିବ? ଆପଣ କୁହନ୍ତୁ, ଆପଣ ସମସ୍ତେ ଯେଉଁମାନେ ସାମ୍ବାଦିକ ବନ୍ଧୁମାନେ ଅଛନ୍ତି, ଓଡ଼ିଶାର ଜନସାଧାରଣ, ଯଦି ଜଣେ ବ୍ୟକ୍ତିର ଘରେ ଜଣେ ଲୋକ ମଲା, ତାକୁ ଦେଖାଗଲା ଯେ ତାକୁ ବାଡ଼େଇକିରି ମାରି ଦିଆଯାଇଛି ଏବଂ ତାର ସମସ୍ତ ପୋଷ୍ଟମର୍ଟମ ରିପୋର୍ଟରୁ ଦେଖାଗଲା ତାକୁ ତାର ଯେଉଁ ଅକାଳ ବିୟୋଗ ଘଟିଛି ସେଥିପାଇଁ କି ତାକୁ ନିର୍ମମ ଭାବରେ ପିଟାପିଟି କରାଯାଇଛି। ତାହେଲେ କାହାକୁ ଦାୟୀ କରାଯିବ? ପ୍ରଥମେ ସେ ଘରର ମାଲିକକୁ ଦାୟୀ କରାଯିବ ନା ନାହିଁ? ଘରର ମାଲିକ ଏବଂ ଘରେ ଉପସ୍ଥିତ ଥିବା ଲୋକମାନଙ୍କୁ ଅଭିଯୁକ୍ତ ତାଲିକାରେ ଦିଆଯିବ, କିନ୍ତୁ ନମ୍ବର 1 ଅଭିଯୁକ୍ତ ହେଉଛି ଘରର ମାଲିକ। ସେଇ ଦୃଷ୍ଟିରୁ ବିଚାର କଲେ ପୋଲିସ କଷ୍ଟଡିରେ ମରୁଥିବା ଲୋକଙ୍କ ବା ଆପଣଙ୍କର ଜେଲ କଷ୍ଟଡିରେ ମରୁଥିବା ଲୋକ ପାଇଁ ଦାୟୀ କିଏ ରହିବ? ଦାୟୀ ରହିବେ ସେଇ ପୋଲିସ ବିଭାଗର ମୁଖ୍ୟ ଏବଂ ଜେଲ ବିଭାଗର ମୁଖ୍ୟ ଯିଏ, ସେ ହିଁ ଦାୟୀ ରହିବେ। ସେଇ ଦୃଷ୍ଟିରୁ ବିଚାର କଲେ ଏଇମାନଙ୍କର ମୁଖ୍ୟ କିଏ? ସେ ପୋଲିସ ବିଭାଗର ମୁଖ୍ୟ କିଏ? ଜେଲ ବିଭାଗର ମୁଖ୍ୟ କିଏ? ମୁଖ୍ୟମନ୍ତ୍ରୀ ନିଜେ। ମୁଖ୍ୟମନ୍ତ୍ରୀଙ୍କର ଯେଉଁ ବିଭାଗ ରହିଛି ସେଇ ବିଭାଗରେ ଯେଉଁ ହତ୍ୟାକାଣ୍ଡ ଘଟୁଛି ସେଥିପାଇଁ ମୁଖ୍ୟମନ୍ତ୍ରୀ ହିଁ ଦାୟୀ ରହିବେ। ମୁଁ ସେଇଥିପାଇଁ କଂଗ୍ରେସ ଦଳ ତରଫରୁ ଆମେ ସମସ୍ତଙ୍କ ସାମ୍ନାରେ, ଜନସାଧାରଣ ସାମ୍ନାରେ ଯେଉଁ କଥାଟି ରଖୁଛୁ ତାହା ବିଚାର କରିବାର କଥା। ପ୍ରଥମ କଥାଟି ହେଉଛି ଏଇ ମୃତ୍ୟୁକାଣ୍ଡ ପାଇଁକି ଯେଉଁ ଧାରା ଅଛି, ଯେଉଁ ଅଭିଯୋଗର ଧାରା ଅଛି, ମୁଖ୍ୟମନ୍ତ୍ରୀଙ୍କ ସମେତ, ମୁଖ୍ୟମନ୍ତ୍ରୀ ହେଉଛନ୍ତି ସେଥିରେ 1 ନମ୍ବର ଦୋଷୀ ବା ତାଙ୍କ ବିରୁଦ୍ଧରେ ପ୍ରଥମ ଚାର୍ଜସିଟ୍ ହେବା ଦରକାର ସେ ମୁଖ୍ୟମନ୍ତ୍ରୀଙ୍କ ବିରୁଦ୍ଧରେ। ଏବଂ ସେଇ ଯେଉଁ ଭାବରେ ଆମର ଯେଉଁ ଅଛି ଏବେ ନୂଆ ସଂହିତା ହେଇଛି, ଆପଣ ଭାରତୀୟ ନାଗରିକ ସୁରକ୍ଷା ସଂହିତା, ସେ ଧାରାର 101 ଧାରା, 341 ଧାରା, ଧାରା 61 ଏ ଅନୁସାରେ ତାଙ୍କ ବିରୁଦ୍ଧରେ ମକଦ୍ଦମା ଚାଲୁ ହେବା ଦରକାର। ଆପଣ ଯେଉଁ ମକଦ୍ଦମା ଗୁଡ଼ିକ ଆପଣଙ୍କର ପୁରୁଣା ଧାରା 302, ପୁରୁଣା ଧାରା 304, ପୁରୁଣା ଧାରା 120B, A, B ଏବଂ ସେଇ ସବୁ ଧାରାରେ ଲାଗୁଥିଲା ମକଦ୍ଦମା, ସେ ସବୁ ଗୁଡ଼ିକ ଏଇ ଧାରା ଅନୁସାରେ ଲାଗିବା ଉଚିତ। ଏବଂ ଆପଣମାନେ ସମସ୍ତେ ଦେଖିବେ ଯେ CRPCର ସେ ଯେଉଁ ଧାରା ଗୁଡ଼ିକ ବର୍ତ୍ତମାନ ଯେଉଁ ସୁରକ୍ଷା, ନାଗରିକ ସୁରକ୍ଷା ସଂହିତାର ଧାରାକୁ ପରିଣତ ହେଇଛି, ସେସବୁ ଧାରା ଅନୁସାରେ ଏ ସରକାରର ମୁଖ୍ୟମନ୍ତ୍ରୀ ବା ହୋମ୍ ମିନିଷ୍ଟର ଯାହାଙ୍କୁ ଆପଣ ରଖିଛନ୍ତି, ଦେଇଛନ୍ତି, ଯେଉଁ ପୋଲିସ ବିଭାଗର ଏବଂ ଜେଲ ବିଭାଗର ଦାୟିତ୍ୱରେ ଅଛନ୍ତି, ତାଙ୍କ ବିରୁଦ୍ଧରେ ଏ ମକଦ୍ଦମା ରୁଜୁ ହେବା ଦରକାର। ପୋଲିସ ସୋ ମୋଟୋ ଏ ମକଦ୍ଦମା ରୁଜୁ ନ କଲେ ପୋଲିସ ହିଁ ତାଙ୍କ ପକ୍ଷରେ ଅଛି ଏବଂ ପୋଲିସ ମଧ୍ୟ ଏ ହତ୍ୟାକାଣ୍ଡରେ ସମ୍ପୃକ୍ତ, ଏକଥା ଜନସାଧାରଣ ବୁଝିଯିବେ।